ଦେଖନ୍ତୁ ଆମେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓଡ଼ିଶାରେ ବହୁତ ଅବହେଳିତ ହିସାବରେ ରହିଛୁ। ଯାହା ଭାରତ ବର୍ଷରେ ଯଦି ପୁରା ଷ୍ଟେଟ୍ ନେବେ ଓଡ଼ିଶା ଗୋଟେ ମାତ୍ର ଷ୍ଟେଟ୍ ଯେଉଁଠି ସଂଖ୍ୟାଲଘୁ ସବୁଠୁ ବେଶୀ ଅବହେଳିତ। ଇଭିନ୍ ଇଫ୍ ୟୁପି ଭଳିଆ ବିଜେପି ଗଭର୍ଣ୍ଣମେଣ୍ଟରେ ସେମାନେ ବି ସଂଖ୍ୟାଲଘୁରେ ଗୋଟେ ଟିକେଟ୍ ଦେଇଛନ୍ତି, କିନ୍ତୁ ଆମର ଯେଉଁ ସରକାର ଅଛନ୍ତି ସେ ସଂଖ୍ୟାଲଘୁକୁ ସମ୍ପୂର୍ଣ୍ଣ ଭାବରେ ଖାଲି ଭୋଟ୍ ନେଉଛନ୍ତି, ଭୋଟ୍ରେ ତାଙ୍କୁ ପୁରା ଅବହେଳିତ କରି ଗୋଟେ ସାଇଡ୍ ଠେଲି ଦେଉଛନ୍ତି। ଆମେ ବିଭିନ୍ନ ସମୟରେ ସରକାର ପାଖରେ ଆମ ଅଧିକାର ଦାବି କରିଥିଲୁ, କିନ୍ତୁ ସରକାର କୌଣସି ପ୍ରକାର ଶୁଣିବାକୁ ରାଜି ନାହିଁ। ତେଣୁ ବର୍ତ୍ତମାନ ଆମ ପାଖରୁ ରାଇଟ୍ ଟାଇମ୍ ଯେ ଜଣେଇବୁ ଯେ ଆମର ଯେଉଁ ଭୋଟର୍ସ ଅଛନ୍ତି ମାଇନରିଟି ଭୋଟର୍ସ ତାଙ୍କୁ ଆମେ ସବୁ ଗୋଟେ ମେସେଜ୍ ଦେବା ପାଇଁ ଚାହୁଁଛୁ। ଯେଉଁ ଆମ ରାଜ୍ୟ ମାଇନରିଟି ସଂଘ କରିଛୁ, ଯେଉଁଠି ମାଇନରିଟି କ୍ୟାଣ୍ଡିଡେଟ୍ ଯେଉଁ ପାର୍ଟି ଦେଇଛନ୍ତି ତେଣୁ ସମସ୍ତେ ସେଇ କ୍ୟାଣ୍ଡିଡେଟ୍କୁ ହିଁ ଭୋଟ୍ ଦିଅନ୍ତୁ, ଇରେସ୍ପେକ୍ଟିଭ୍ ଅଫ୍ ଏନି ପାର୍ଟି ସେମାନେ ସେଇ ପାର୍ଟିକୁ ଦିଅନ୍ତୁ। ଯେହେତୁ ସରକାର ଆମକୁ ପୁରା ସମ୍ବିଧାନ ଅନୁସାରେ ଡିସ୍କ୍ରିମିନେସନ୍ କରୁଛନ୍ତି, ସରକାର ପୁରା ଆମକୁ ଡିସ୍କ୍ରିମିନେଟ୍ କରି ପୁରା ଅଲଗା କରିଦେଇଛନ୍ତି ମେନ୍ ଷ୍ଟ୍ରିମ୍ରୁ। ତେଣୁକରି ଏହି ଦାବି ନେଇକି ଆମେ ଆଜି ଗୋଟେ ମିଟିଂ କରିଛୁ ଆଉ ଆପଣମାନଙ୍କର ସହଯୋଗ କରୁଛୁ।